ভাগবতা প্রথম অধ্যায়। শ্রী শুকবাচ সৌনক আদি মুনি জনে আনন্দে সুত সন্নিধানে বিদুর কথা মনে চিন্তি বিশ্বাস ভাবে পচারন্তি। হে সুত তুম্ভর বচন শুণ শুনি সন্তোষ আম্ভমন সে গুরু বিদুরর বাণী আম্ভে তুম্ভর মুখ শুনি। হৃদ ছাড়িবু ভব ব্যথা বিশেষী কহ তার কথা সর্বসম্পদ ছাড়িবনে কিম্পা পশিলা দুঃখ মনে। অনেক তীর্থ দেই মন পৃথিবী কলা পর্যটন মৈত্রেয় মুনিଙ୍କ সঙ্গর একান্তে অধ্যাত্ম বিচার। কাহিবা নদী তীরে বনে সানন্দে বসে সর্বজনে সন্তোষে বিদুরর আগে মৈত্রেয় মুনি অনুমার্গে বইলে বদরিকাশ্রমে মৈত্রেয় মুনি অনুমানে কহিলে তত্ত্বসার বাণী যেউ সংসার তরে প্রাণী। সে কথা কহ মুনিবর বিদুর বিচেষ্টিত সার সে পুଣି বন্ধু ত্যাগ অর্থে পুଣି মিଳିଲେ ইন্দ্রপ্রস্থে। এমন্তে মুনিଙ୍କର বাণী সুত সন্তোষ মনে শুଣି কহନ୍ତି সনকাদি আগে কৃষ্ণর ভাব অনুরাগে। শুণ হে মুনি জন তো সে কথা সুক মুনি পাশে আনন্দে অভিমন্যু সুত পুছিলা মুনিଙ୍କ অগ্রত। সে সুক কহিলে যে মন্তে সে কথা শুণ এক চিতে। শ্রী শুকবাচ সুক কহନ୍ତି ভাব ভরি শুণ পরীক্ষা দণ্ডধারী। সে ধৃত রাষ্ট্র যেতেবেলে নিষ্ঠুরহীন বুদ্ধি হেলে অধর্মী ধন সে সঞ্চয়ী নিজ সুতକୁ ভোগ দেই। পণ্ডু সুতଙ୍କୁ দেখি ভিন্নে নিন্দাই নিষ্ঠুর বচনে বালকে পিতৃহীন হই মাতার সঙ্গে দুঃখ সহি। হস্তিনাপুর তাଙ୍କ ঘরে বঞ্চନ୍ତି অতি অবভারে তাহাଙ୍କ মରଣ ইচ্ছଇ ভীমକୁ ବିଷ ଲଡୁ ଦେଇ। ଯତୁର ଘରେ ଅଗ୍ନି ଦେଲା ସେବେଳେ ଗୋବିନ୍ଦ ରଖିଲା ପୁଣି ସଭାର ତଳେ ଆଣି ପଞ୍ଚ ପାଣ୍ଡବଙ୍କର ମଣି। କେଶ ଆକର୍ଷିବାକୁ ବଳେ ବିବସ୍ତ୍ର କଲେ ସଭା ତଳେ କୁଚକୁ କୁମ୍ଭ ଲୁହା ଭରେ ଅଧୋବଦନ ଅନୁସାରେ। ବଧୂର ଦୁଃଖ ସେ ଶୁଣିଲା ପୁତ୍ରକୁ ବାରି ନ ପାରିଲା ମାୟା କପଟେ ସଭା କରି ଦ୍ୟୁତ ଖେଳାଇ ଧନ ଗରି। ବଳେ ହରିଲେ ତାଙ୍କ ଦେଶ କାନନେ ଦ୍ୱାଦଶ ବରଷ ଅଜ୍ଞାତେ ଅଧିକ ବରଷେ ବିରାଟ ଦେଶ ମତ୍ସ୍ୟ ଦେଶେ। ତହିଁ ବଞ୍ଚିଲେ ଦୁଃଖ ସୁଖେ ବନିକ ଶଣ ଅତିରେକେ ପୁଣି ମିଳିଲେ ରାଜ୍ୟ ଆସି ବିଶ୍ୱାସ ରାଜା ପାଶେ ବସି। ଜୀବନ ଅର୍ଥେ କିଛି ଧନ ମାଗିଲେ ନ ଦେଲା ରାଜନ ପୁଣି କୃଷ୍ଣଙ୍କୁ କରି ଦୂତ ଗ୍ରାମ ମାଗିଲେ ପଣ୍ଡୁ ସୁତ। କୃଷ୍ଣର ବୋଲ ସେ ନ କଲା ସୂଚି ଅଗ୍ରରେ ସେ ତେଲ ଦେଲା କୃଷ୍ଣଙ୍କୁ କଲା ଅପମାନ ଲୋଭେ ହୋଇଲା ହତ ଜ୍ଞାନ। ବିଦୁର ଆଣି ଏହି ଘରେ ବିଚାର କଲା ଅନ୍ତର୍ପୁରେ ପାଣ୍ଡବେ ମାରି ନାନା ବ୍ୟଜେ রাজা হইবে সর্বরাজ্যে। শুনি বিদুর কর যোড়ি বলই রাজা পাদে পড়ি তু তাଙ୍କୁ অর্থ রাজ্য দেই পুত্রଙ୍କ তুলে ভুঞ্জ মহি। নহিলে সুখ নাহি তোর সে বিষ্ণু তেজে বলিয়ার সে হরি তাଙ୍କୁ সঙ্গে ঘেনি উচ্ছ্বাস করিবে মেদিনী। সে ঠাই তার নিজ পুরী পাণ্ডব বংশ পক্ষ ধরি সে
କୃଷ୍ଣ ଆସି ତୋର ଘରେ ବସିଲା ବାନ୍ଧବ ବିଭାରେ। ତାଙ୍କୁ ଇତର ପ୍ରାୟ ମଣୁ ମନୁଷ୍ୟ ସଙ୍ଗେ ପରିଗଣୁ। ଏମନ୍ତ ବିଦୁରର ବାଣୀ ସଭ୍ରମେ ଦୁର୍ଯ୍ୟୋଧନ ଶୁଣି। ସଙ୍ଗେ ଅଛନ୍ତି ତିନି ଜଣ କର୍ଣ୍ଣ ଶକୁନି ଦୁଃଶାସନ। ବୋଲାଇ କୁପିତ ଧରି ଆକର୍ଷି ଦୁଃଶାସନ କରି। ଏ ଦାସୀ ପୁତ୍ର ମୋର ଘରେ ବସାଇ ବାନ୍ଧବ ବିଭାରେ। ଏ ମୋର ନିତ୍ୟ ଅନ୍ନ ଖାଇ ପଣ୍ଡୁ ସୁତଙ୍କ ହିତେ ଥାଇ। କୃଷ୍ଣଙ୍କୁ ଘେନି ଭାବି ନିତ୍ୟ ମୋର ବିନାଶ ଘେନି ଚିତେ। ଏମନ୍ତ ବୋଲି ବିଚାରିଲା କୋପି ଅନେକ ଗାଳି ଦେଲା। ଦଶନେ କାମୁଡ଼ି ଅଧର ବୋଲି ଭଣ୍ଡାରୁ ଦୂର କର। ଏହାକୁ ଦଣ୍ଡେ ହୀନ ଥୁଅ ରାଜୁ ବାହାର କରିଦିଅ। ଏମନ୍ତ ତାର ବାକ୍ୟ ଶୁଣି ବଜ୍ର ପଡ଼ିଲା ପ୍ରାୟ ମଣି। ଏମନ୍ତ ନିଷ୍ଠୁର ବଚନ ଶୁଣି ହୋଇଲା ହତ ଜ୍ଞାନ। ଜ୍ୟେଷ୍ଠ ଭ୍ରାତାର ତୁଲେ ଥିଲା ରାଜା ହିଁ ଆଶ୍ୱାସନ କଲା। ତତ୍କ୍ଷଣେ ଉଠି ସେ ବିଦୁର ଚିତ୍ତେ ଚିନ୍ତାଇ ଚକ୍ରଧର। ବିଷ୍ଣୁର ମାୟା ବିଚାରିଲା ତତ୍କ୍ଷଣେ ବନସ୍ତେ ପଶିଲା। ସମ୍ପଦ ତୁଚ୍ଛ ପ୍ରାୟ ମଣି ମନେ ଚିନ୍ତାଇ ଚକ୍ରବାଣୀ। ହସ୍ତିନା ନଗରୁ ବାହାର ତୀର୍ଥଗମନେ ସେ ବିଦୁର। ମିଳିଲା ଯାଇ ଘୋର ବନେ ଭ୍ରମଇ ଋଷି ବିପ୍ରସ୍ଥାନେ। ମନେ ଚିନ୍ତାଏ ତୀର୍ଥ ଗତି ହରି ଭକତେ ଜଣିତାନ୍ତେ। ନିରାଶ କରି ଆତ୍ମ ମନ ଗ୍ରାମ ପାଟଣା ଉପବନ। ସୁବର୍ଣ୍ଣଗିରି କଞ୍ଚ ଦେଶେ ଭ୍ରମଇ ତୀର୍ଥ ପୁଣ୍ୟ ଆସେ। ପୁଣ୍ୟ ସରିତ ପୁଣ୍ୟ ସର ନିରତେ ଭ୍ରମଇ ବିଦୁର। ଅନନ୍ତ ସିଦ୍ଧଲିଙ୍ଗ ଯାହି ଶୁଦ୍ଧ ପବିତ୍ର ପୁଣ୍ୟମୟୀ। ଏମନ୍ତେ ଅରକ୍ଷିତ ବେଶ ଅଧର୍ମ ନାହିଁ ପୁଣ୍ୟ ଦେଶ। ହରି ତୋଷଣେ ଯେତେ ବ୍ରତ ତପେ ଦୋଷଇ ଅବିରତ। ଏମନ୍ତ ଭାରତ ବରଷେ କାଳେ ମିଳିଲା ସେ ପ୍ରଭାତେ। ତହୁଁ ଶୁଣିଲା ସାଧୁ ବାଣୀ ଅଶେଷ କୁରୁ ବଳ ଜିଣି। କୃଷ୍ଣ ସାରଥି ପଣେ ଆଣି ଅନେକ ଅକ୍ଷୋହିଣୀ ଜିଣି। ଗୋବିନ୍ଦ ଘେନି ତୀର୍ଥ ଜଳେ ମଙ୍ଗଳ ଶୁଭ ଅନୁକୂଳେ। କରାଇ ଅଭିଷେକ ପୂଜା କଲେ ଏକାନ୍ତ ଚକ୍ରେ ଭରାଜା। ସର୍ବେ ନାସିଲେ ଗୁରୁ ବଳେ ଯେ ସନେ ବେଣୁ ଦାବାନଳେ। ଦଗ୍ଧ ବଦନେ ଶୋକ କରି ସୁଜନ ବନ୍ଧୁ କୁସୁମରି। ମୌନ ହୋଇ ଅଶ୍ରୁ ଜଳେ ମିଳିଲେ ସରସ୍ୱତୀ ତୀର୍ଥେ। ଯାହାର ତୀର୍ଥେ ଏକାଦଶେ ତୀର୍ଥେ ସେବନ୍ତି ପୁଣ୍ୟ ଦେଶେ। ତୀର୍ଥେ ପ୍ରସନ୍ନ ହନୁମାନ କୌରବ ଅନଳ ପବନ। ସୁବାସ କାବ୍ୟ ଘୃତ ଯମ ହେମନ୍ତ ଏକାଦଶ ନାମ। ଏତେ ମନ୍ଦିର ବିଷ୍ଣୁ ଅର୍ଥେ ତୀରେ ସେବନ୍ତି ଯେ ଝମତେ। ଏ ଆଦି ବ୍ରହ୍ମଯତ୍ରୀ ଯେତେ ତୀର୍ଥ ସଞ୍ଚିଲେ ଦୃଢ଼ ଚିତେ। ପ୍ରତ୍ୟଙ୍ଗ ମୁଖ ନିଜେ ତାର ଦିଶନ୍ତି ଅତି ମନୋହର। ସେ ପୁର ଦର୍ଶନ ମାର୍ତେ ବିଷ୍ଣୁ ସ୍ମରଣ ତସେ ଗାତ୍ରେ। ଏମନ୍ତ ସରସ୍ୱତୀ ତୀର୍ଥ ଦେଖି ବିଦୁର କୃତକୃତ୍ୟ। ତହୁଁ ଚଳିଲା ତୋଷ ମନେ ସୌରାଷ୍ଟ୍ର ସୁବୀର ଭବନେ। କୁରୁ ଜଙ୍ଗଳ ମତ୍ସ୍ୟ ଦେଶେ ଜିଣି ଯମୁନାର ପ୍ରବେଶ। କାଳନ୍ଦୀ ତୀରେ ବୃନ୍ଦାବନ ଯହିଁ ବିଜୟ ଗୋବର୍ଦ୍ଧନ। ସେ ବନେ ବୁଲି ଏକେ ନିଶ୍ଚଳେ ଉଦ୍ଧବଙ୍କୁ ଦେଖେ। ହରି ଭକତଙ୍କର ସାର ତପ ଆରୋଧି ମହାଘୋର। ଆସନ ନିଶ୍ଚଳ ସମାଧି କୃଷ୍ଣର ଚରଣ ଆରାଧି। ଏକାନ୍ତେ ଅଛି ବୃକ୍ଷ ତଳେ ବିଦୁର ଦେଖିବେ ନିଡୋଳେ। ସେ ବାସୁଦେବ ଅନୁଚର କିବା ଦେବା ପଟାନ୍ତର।
ଦେବଗୁରୁଙ୍କ ପୁତ୍ର ପ୍ରାୟ ସ୍ୱଭାବେ ଶାନ୍ତ ବୁଦ୍ଧି ବହେ। ଏମନ୍ତେ ମିଳିବେ ନିଜନ ନିବିଡ଼େ କରି ଆଲିଙ୍ଗନ। ବିଦୁର ଉଦ୍ଧବଙ୍କୁ ଚାହିଁ ବନ୍ଧୁ ବାନ୍ଧବ ସ୍ନେହ ବହି। ଲୋମହରସେ ଶୁଦ୍ଧ ଚିତା କୃଷ୍ଣର ପୁଛନ୍ତି ବାରତା। କୃଷ୍ଣ ପୁତ୍ରକୁ ଆଦି କରି ଏକୁ ଅନେକ ନାମ ଧରି। ଶୁଣ ଉଦ୍ଧବ ମୋ ବଚନ ମୁଁ ଯେ ବୁଝାଇ ବିଦ୍ୱଜନ। ସେ ହରି ପୁରୁଷ ପୁରାଣ ଅନାଦି ପରମ କାରଣ। ଧରଣୀ ଭାରନାଶ ଅର୍ଥେ ମନୁଷ୍ୟ ଦେହ ଏଇ ଜଗତେ। ରାମ ଗୋବିନ୍ଦ ହଳଧାରୀ ଯାଦବ ବଂଶେ ଅବତାରୀ। ଅଛନ୍ତି ବସୁଦେବ ଘରେ ଆନନ୍ଦେ ବେନି ସବୁ ଧରି। ଆମ୍ଭ ବଂଶର ଅଧିଦେବ ଦେବକୀ ତୁଲେ ବସୁଦେବ। ସୁଖେ କି ଅଛି ନିଜ ଘରେ ବନ୍ଧୁ ସୁହୃଦ ଭାବ ଭରେ। ପ୍ରଦ୍ୟୁମ୍ନ ଅଛନ୍ତି ନା ଭଲେ ଆନନ୍ଦେ ଜନନୀର ତୁଲେ। ରୁକ୍ମଣୀ ପୂର୍ବ ତପ ଫଳେ ପ୍ରଦ୍ୟୁମ୍ନ ପୁତ୍ର କଲା କଳେ। ଭୋଜାଦି ସାତ ବଂଶ ରାଜା ଗୋବିନ୍ଦ ତାଙ୍କୁ କଲେ ପୂଜା। ଛାଡ଼ିଆ ପଣ କୃପାସନ ରାଜ୍ୟ ସ୍ଥାପିଲେ ଉଗ୍ରସେନ। ଭଲେ କି ଜାମ୍ବବତୀ ସୁତ ସେ ରଥେ ମଧ୍ୟେ ମହାରଥ। ଜମେ କିଛନ୍ତି ଯଦୁମାନେ ଯାହାଙ୍କୁ ସନ୍ତୋଷ ଅର୍ଜୁନେ। କ୍ଷମେ କିଛନ୍ତି ଯଦୁମାନେ ଯାହାକୁ ସନ୍ତୋଷ ଅର୍ଜୁନେ। ସନ୍ତୋଷ ଧନୁର୍ବେଦ ଦେଲା ତେଣୁ କୃଷ୍ଣଙ୍କୁ ଆରାଧିଲା। ସଫଳ ଯଦୁ ସୁତ ତାର ଶୁଭେ କି ଅଛଇ ଅକ୍ରୂର। ସଫଳ ଯଦୁ ତୁ ସୁତ ତାର ଶୁଭେ କି ଅଛଇ ଅକ୍ରୂର। କଂସ ଦେଶ ଗୋପପୁର ଲଭିଲା କୃଷ୍ଣ ବେଣୁ ଶିରେ। ଅଶେଷ ରଥି ମହାଯୋଦ୍ଧା ଭଲେ କି ଅଛି ଅନିରୁଦ୍ଧା। ଯାର ମହିମା ଶବ୍ଦ ଯୋନି ତୁରୀୟ ତତ୍ତ୍ୱ ସଙ୍ଗେ ଘେନି। ସତ୍ୟଭାମର ପୁତ୍ର ଯେତେ ଭଲେ କି ଅଛନ୍ତି ସମସ୍ତେ। ପ୍ରଦ୍ୟୁମ୍ନ କହ ଭଲ କଥା ସେ ଭୀଷ୍ମ ଅତି ବଳବନ୍ତା। ଯାର ଚରଣ ଘାତ କପେ ପଶେ ଶରଣ ଭୂମି ତୋପେ। ଅର୍ଜୁନ ଅଛି ଟିକେ ଭଲେ ନିରତେ ଗୋବିନ୍ଦର ତୁଲେ। ଗାଣ୍ଡିବ ଧନୁ ଧରି କରି ରଣେ ତ ଶିଲେ ଶୂଳ ଧରେ। ନକୁଳ ସହଦେବ ବାଣୀ କୁଶଳ କହେ ମରେ ବାଣୀ। ଅଶ୍ଵିନୀ ନାସିକା ବିବରେ ଜନ୍ମ ହୋଇଲା ଏକାଶରେ। କେ କହେ ତାଙ୍କ ଗୃହ ଗ୍ରାମ ଦେବଙ୍କ ବ୍ୟାଧି ହରି ନାମ। ତାହାଙ୍କ ବୀର୍ଯ୍ୟ ଜାତ ହୋଇ ସୁନ୍ଦର ରୂପ ମନ ମୋହି। ପାଣ୍ଡବ ଚକ୍ଷୁ ସେ ବୋଇଲା କହ କୁଶଳେ କି ଅଛଇ। ଦେଖଇ କୁନ୍ତି ଗର୍ଭ ଅର୍ଥେ ସ୍ୱାମୀଙ୍କୁ ଚିନ୍ତେ ଅବିରତେ। ସେ ଯେ ସ୍ୱାମୀ ବିନୁ ସୁତ ଲୋଭେ ଜାନାମ ଚଉଦିଗ ଭାବେ। ତାହାକୁ ଛାଡ଼ି ଭୋଗ ଦିବିନେ ରହିଲା ପୁତ୍ର ସ୍ନେହ ମନେ। ଯେ କୃଷ୍ଣ ପରମ ମଙ୍ଗଳ ଆନନ୍ଦ ମାନଙ୍କର ମୂଳ। ତାର ଚରଣ ସେବା କରି ମୁଁ ଏବେ କାନନେ ବିହରି। ଦେଖ ଉଦ୍ଧବ ତା ମହିମା କହି ନ ପାରେ ଗୁଣ ସୀମା। ଏ ଯେତେ ଥିଲା ମହି ତଳେ ଅନେକ ଅକ୍ଷ ହେଳି ମେଳେ। ତାହାକୁ ମାୟାରେ ସଂହାରି ହେଳେ ତ୍ରିଭୁବନ ଉଦ୍ଧାରି। ସେ ହରି ଶୁଭ କଥା ମତେ କହ ଉଦ୍ଧବ ସୁଧ ଚିତେ। ଏମନ୍ତ ବିଦୁରର ବାଣୀ ଉଦ୍ଧବ ମନେ ପରିମାଣି। ଚିତେ ଚିନ୍ତିଲା ନାରାୟଣ ସୁଜନେ ଏକ ମନେ ଶୁଣ। ହରିଚରିତ ସୁଧାରସ କହିଲେ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକାଂ ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ ପ୍ରଥମ ଅଧ୍ୟାୟः।